ସମସ୍ତଙ୍କୁ ନମସ୍କାର ସହ ଆଜିର ଭିଡିଓ ଗୋଟିଏ ପ୍ରଶ୍ନର ସହିତ ଆରମ୍ଭ କରିବା। ପ୍ରଶ୍ନଟି ହେଉଛି ଆଜି ଯାହା ବି ଆପଣମାନେ କ୍ୟାରିୟର ଭାବରେ ବାଛିଛନ୍ତି ବା ଆଜି ଯାହା ବି ଚାକିରି କରିଛନ୍ତି ବା ଯେକୌଣସି ଆୟର ଉପାୟ ବାଛିଛନ୍ତି, କ'ଣ ଛୋଟବେଳୁ ଆପଣଙ୍କର ସ୍ୱପ୍ନ ଏଇଟା ହିଁ ଥିଲା କି ମୁଁ ବଡ଼ ହେଲେ ଏଇଆ ହିଁ କରିବି? ମୋ ହିସାବରେ 90% ଲୋକଙ୍କର ଉତ୍ତର ହେବ ନା। କାହିଁକି ନା ଛୋଟବେଳେ ସେମାନେ ଯାହା ବି ବନିବାର ସ୍ୱପ୍ନ ଦେଖିଥିବେ, ବଡ଼ବେଳେ ସେଇଟା ସମ୍ଭବ କରିପାରି ନାହାନ୍ତି କିମ୍ବା ସେଥିରୁ ଅଧିକାଂଶ ଲୋକ ତ ଜାଣି ବି ନଥିବେ କି ମୁଁ ବଡ଼ ହେଲେ କ'ଣ କରିବି। ଏଥିରୁ ଅଧିକାଂଶ ଲୋକ ଆଜି ବି ଜାଣିନାହାନ୍ତି ଯେ ମୁଁ ଯାହା ବି ପଢ଼ୁଛି ତାପରେ କ'ଣ ବନିବି। କେବେ ଏଇ କୋର୍ସରୁ ଟିକେ ପଢ଼ି ନେବେ, କେବେ ଆଉ ଗୋଟେ ଡିଫରେଣ୍ଟ କୋର୍ସରୁ ଆଉ ଟିକେ ପଢ଼ି ନେବେ। ତା ମାନେ ଭଲ ଭାବେ ନ ଜାଣିକି ବିଭିନ୍ନ ପ୍ରକାର ଅଲଗା ଅଲଗା କୋର୍ସ କରି ଆମେ ଆମ ସମୟକୁ ବି ଅଯଥା ନଷ୍ଟ କରୁଛେ। ସବୁ ବିଷୟରୁ ମିଶେଇ ଗୋଳେଇ ପାଠ ପଢ଼ି ଅଯଥା ଆମ ମୂଲ୍ୟବାନ ସମୟ ନଷ୍ଟ କରିବାକୁ ବଞ୍ଚିବା ପାଇଁ ଏଇ ଭିଡ଼ିଓଟି ଆପଣମାନଙ୍କୁ ସାହାଯ୍ୟ ହେବ। ଆଜି ଜାଣିବା ଯେ ଆମେ ଏବେ ଯାହା ବି ପଢ଼ୁଛେ ତା ଦ୍ୱାରା ଭବିଷ୍ୟତରେ କ'ଣ ବନିପାରିବା ଏବଂ ଆମେ ଛୋଟବେଳୁ ସମ୍ପୂର୍ଣ୍ଣ ଭାବେ ଗୋଟିଏ ହିଁ ସ୍ୱପ୍ନ ଦେଖି ସେଇଆକୁ ଏକମାତ୍ର ଲକ୍ଷ୍ୟ ରଖି ସେଇ ସ୍ୱପ୍ନକୁ ପୂରା କରିବାକୁ କୋଉ ପାଠ ପଢ଼ିବା ବା କି କୋର୍ସ କରିବା। 10ମ ପାସ୍ ପରେ ଆମ ପାଖେ 7ଟା ପ୍ରକାରର ରାସ୍ତା ଅଛି। ସେଥିରୁ ପ୍ରଥମ ପ୍ରକାର ରାସ୍ତା ହେଉଛି ଇଣ୍ଟରମିଡ଼ିଏଟ୍ ବା 10+2, ଯୋଉଟାକି 80 ଭାଗରୁ ଅଧିକା ଲୋକ କରିଥାନ୍ତି। ୟାକୁ ଆମେ ଇଣ୍ଟରମିଡ଼ିଏଟ୍ ବା +2 କହୁ କାରଣ 10th ପରେ ଇଏ 2 ବର୍ଷର କୋର୍ସ, ତେଣୁ 10+2। ଏଥିରେ 3ଟା ଷ୍ଟ୍ରିମ୍ ଥାଏ। ସାଇନ୍ସ ଯାହାକୁ ଆଇସି କହନ୍ତି, କମର୍ସ ଯାହାକୁ ଆଇକମ୍ କହନ୍ତି ଆଣ୍ଡ ଆର୍ଟ୍ସ ଯାହାକୁ ଆଇଏ କହନ୍ତି। ଚାଲନ୍ତୁ ଦେଖିବା ଯଦି ଆମେ +2 ସାଇନ୍ସ ପଢ଼ିବା ତେବେ ଭବିଷ୍ୟତରେ କ'ଣ ବନିପାରିବା। ଫାର୍ଷ୍ଟ ଆସିଲା ଇଞ୍ଜିନିୟର। ଇଞ୍ଜିନିୟରରେ ବିଭିନ୍ନ ପ୍ରକାର ଇଞ୍ଜିନିୟର ଅଛି। ସଫ୍ଟୱେୟାର ଇଞ୍ଜିନିୟର, ଏରୋନଟିକ୍ସ, ମେକାନିକାଲ, ଅଟୋମୋବାଇଲ ଏକ୍ସେଟ୍ରା ଏକ୍ସେଟ୍ରା। ସେମିତି ରୋବୋଟିକ୍ସ ଅଟୋମେସନରେ ଏଇଟା ରୋବୋଟ ଆଉ ଡ୍ରୋନ୍ ବନେଇବା ଇଞ୍ଜିନିୟର। ଆଭିଏସନ୍ ଫିଲ୍ଡରେ ଆମେ ପାଇଲଟ ବନିପାରିବା ବା ଏରୋସ୍ପେସ୍ ଇଞ୍ଜିନିୟରିଂରେ ଇଞ୍ଜିନିୟରିଂ ବି କରିପାରିବା। ପାଇଲଟ ବନିବାକୁ +2 ସାଇନ୍ସ ଦରକାର। ଆଷ୍ଟ୍ରୋନମର ବା ଫିଜିସିଷ୍ଟରେ ସେଥିରେ ଯେଉଁ ନାସା ଆଉ ଇସ୍ରୋ ବାଲା, ଯୋଉଟା କି ଅଲଗା ଅଲଗା ଗ୍ରହ ନକ୍ଷତ୍ର ବିଷୟରେ ଜାଣିବାକୁ ବା ସାଟେଲାଇଟ୍ ବନେଇବାକୁ ଯେଉଁମାନେ ଜବ୍ କରନ୍ତି। ଆଉ ସାଇଣ୍ଟିଷ୍ଟରେ ବିଭିନ୍ନ ପ୍ରକାର ସାଇଣ୍ଟିଷ୍ଟ ଅଛନ୍ତି। ସବୁ ସେ କେମିକାଲ ମେକାନିକାଲ ସାଇଣ୍ଟିଷ୍ଟ ହଉ ବା ନାସା ଇସ୍ରୋ ବାଲା ସାଇଣ୍ଟିଷ୍ଟ ହଉ ବା ମେଡିସିନାଲ ସାଇଣ୍ଟିଷ୍ଟ ହଉ, ସବୁ ପ୍ରକାର। ତାପରେ କେମିଷ୍ଟ, ଆର୍କିଟେକ୍ଟ, ଡିଫେନ୍ସ ଆଣ୍ଡ ମର୍ଚେଣ୍ଟ ନେଭି, ନଟିକାଲ ସାଇନ୍ସ ଯୋଉଟା କି ମାନେ ସମୁଦ୍ର ଭିତରେ ଯୋଉଟା ଅଛି ତାର ସେଥିପାଇଁ +2 ସାଇନ୍ସ ଦରକାର। ସେଠି ଗୋଟେ ଏନଡିଏ ଏଣ୍ଟ୍ରାନ୍ସ ହୁଏ। ତାପରେ ବା ପିଓର ସାଇନ୍ସ ଆଣ୍ଡ ରିସର୍ଚ୍ଚ କରିପାରିବା। ଇଏ ସବୁ ଗଲା ଉପରେ ସବୁ ପାର୍ଟ, ଯୋଉଟାକି ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ ଆଣ୍ଡ ଆଇଟି ଯିଏ ନେବେ ତାଙ୍କ ପାଇଁ। କିନ୍ତୁ ଯିଏ ବାୟୋଲୋଜି ନେବେ +2ରେ ସେମାନେ ବନିବେ କ'ଣ ନା ଡକ୍ଟର ବା ଡେଣ୍ଟିଷ୍ଟ ବା ନର୍ସ, କମ୍ପାଉଣ୍ଡର, ଫାର୍ମାସିଷ୍ଟ, ରେଡ଼ିଓଲୋଜିଷ୍ଟ ବା ବହୁତ ପ୍ରକାର ହେଲ୍ଥ କେୟାର ପ୍ରୋଫେସନାଲିଷ୍ଟ ଅଛନ୍ତି। ଫିଜିଓଥେରାପିଷ୍ଟ, ବାୟୋଟେକ୍ନୋଲୋଜି ହଉ କି ବାୟୋକେମିଷ୍ଟ୍ରି, ଜେନେଟିକ୍ସ, ନ୍ୟୁଟ୍ରିସନ୍, ଡାଏଟିକ୍ସ। ଆଉ ଫରେନ୍ସିକ୍ ସାଇନ୍ସ ଅଛି ଯୋଉଟାକି ପୋଷ୍ଟମର୍ଟମ୍ ବା ମର୍ଡର ମିଷ୍ଟ୍ରି ସଲ୍ଭ ବାଲା ଡକ୍ଟର ଯୋଉ। ଆଉ ଇନଭାରମେଣ୍ଟାଲ ସାଇନ୍ସରେ କ'ଣ ହୁଏ କି କୃଷି ବୈଜ୍ଞାନିକ, ଯୋଉଟା ଏଗ୍ରିକଲଚରିଷ୍ଟ ଆସନ୍ତି, ହର୍ଟିକଲଚରିଷ୍ଟ ଯୋଉମାନେ ବଟନିକାଲ ଗାର୍ଡେନ ବାଲା, ଫିସରୀ, ଫରେଷ୍ଟ୍ରି ଏସବୁ ବି ଅଛି। ତାପରେ ଦେଖିବା ଯଦି ଯିଏ କମର୍ସ ପଢ଼େ ସିଏ କ'ଣ କ'ଣ ଫ୍ୟୁଚରରେ ବନିପାରିବ। ଫର୍ଷ୍ଟ ଆସୁଛି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବା ସିଏ କହନ୍ତି। ସେମିତି କଷ୍ଟ ଆକାଉଣ୍ଟାଣ୍ଟ ବି ଅଛି, ଫାଇନାନ୍ସିଆଲ ଆନାଲିଷ୍ଟ, ଫାଇନାନ୍ସିଆଲ ପ୍ଲାନର, ଜେନେରାଲ ଆକାଉଣ୍ଟାଣ୍ଟ, ଅଡିଟର, ଇନଭେଷ୍ଟମେଣ୍ଟ ବ୍ୟାଙ୍କର, ଆକ୍ଚୁଆରୀ, ସାର୍ଟିଫାଏଡ ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ ଯୋଉ କମ୍ପାନୀରେ ସେକ୍ରେଟାରୀ ହୁଅନ୍ତି, କର୍ପୋରେଟ ଗଭର୍ନାନ୍ସ, कंपनी पॉलिसी मेकर, बिजनेस एडमिनिस्ट्रेटर, एमती बहुत पोस्ट अच्छी। सेल्स, मार्केटिंग, रिस्क एनालिस्ट, इंश्योरेंस और रिस्क मैनेजमेंट, इंश्योरेंस क्लेम मैनेजमेंट, मैनेजमेंट कंसल्टेंट, कॉर्पोरेट लॉ जो बड़ बड़ कंपनी रे लीगल एडवाइजर थांती, बिजनेस लॉ, डिजिटल मार्केटिंग, डाटा एनालिस्ट, एचआर बा ह्यूमन रिसोर्स, एम्प्लॉय रिलेशन ऑफिसर, टैक्सेशन, बैंक मैनेजर, लोन ऑफिसर, बिजनेस मैनेजमेंट, इकोनॉमिस्ट, एडवर्टाइजिंग। जदि जी आर्ट्स पढ़े +2 आर्ट्स पढ़े सी फ्यूचर रे कौन कौन बनी पारिबो। जर्नालिस्ट, न्यूज एंकर, एडिटर, कंटेंट क्रिएटर, एडवर्टाइजर, पब्लिक रिलेशंस, लॉ भी करि परिबो जोथरे कि एडवोकेट, लॉयर, जज बनी परिबो, लीगल कंसल्टेंट, कॉर्पोरेट लीगल एडवाइजर, हिस्टोरियन, इकोनॉमिस्ट, आर्कियोलॉजिस्ट जो माटी तळे रिसर्च करिया वाला, जियोलॉजिस्ट, कार्टोग्राफर, म्यूजियम क्यूरेटर, क्लाइमेटोलॉजिस्ट, साइकोलॉजिस्ट, काउंसलर, थेरापिस्ट, आर्टिस्ट, इवेंट प्लानर, होटल मैनेजर, सेफ, ट्रैवल कंसल्टेंट, फैशन डिजाइनर बा इंटीरियर डिजाइनर बा ग्राफिक डिजाइनर, सोशल वर्कर्स एनजीओ रे कि पब्लिक वेलफेयर ऑफिसर, कम्युनिटी सर्विस मैनेजर, टीचर बा प्रोफेसर, इंटरप्रिटर, लैंग्वेज इंटरप्रिटर ए सब भी बनी परिबो।
ପୁଣି ଯୋଉ ଆଡମିନିଷ୍ଟ୍ରେଟିଭ ପୋଷ୍ଟ ଅଛି ଯୋଉଟା କି ଆଇଏଏସ୍ ବା ଆଇପିଏସ୍ ୟୁପିଏସସି ଯୋଉ ଆଡମିନିଷ୍ଟ୍ରେଟିଭ ପୋଜିସନ କଲେକ୍ଟର ବା ସବ୍ କଲେକ୍ଟର ଗଭର୍ଣ୍ଣର ଏସଡିଓ ବିଡିଓ ଡାଇରେକ୍ଟର ପୋଲିସର ଯୋଉ ଏସସିପି କମିଶନର ପୋଷ୍ଟ ଥାଏ ସେଗୁଡ଼ା ବି ବନିପାରିବ। ଆକ୍ଚୁଆଲି ଏଇ ଯୋଉ ଆଡମିନିଷ୍ଟ୍ରେଟିଭ ପୋଷ୍ଟ ଲାଷ୍ଟ ଲାଇନ୍ ଏଇଟା ଯେକୌଣସି ସାଇନ୍ସ କମର୍ସ କଲେ ବି ଆମେ ବନିପାରିବା, କିନ୍ତୁ ତାର ଯୋଉ ସିଲାବସ୍ ଅଛି ସେଥିରେ ବେଶୀ ଆର୍ଟ୍ସ ସବଜେକ୍ଟ ଥାଏ, ତେଣୁକରି ମୋଷ୍ଟଲି ଆର୍ଟ୍ସ ସବଜେକ୍ଟ ଥାଏ ଆଉ ପବ୍ଲିକ ଆଡମିନିଷ୍ଟ୍ରେସନଟା ବି ଏଥିରେ ଥାଏ। ସେଇଥିପାଇଁ ବେଶୀ ଆର୍ଟ୍ସ ପିଲାମାନେ ଏଇଟାକୁ ଏକ୍ଜାମଟାକୁ ଜଲ୍ଦି ପାସ୍ କରିଯାଆନ୍ତି। ଏଠି ଯେମିତି ସାଇନ୍ସରେ ଫିଜିକ୍ସ କେମିଷ୍ଟ୍ରି ଯଦି ଜଣେ ନେଲା, ଯଦି ମ୍ୟାଥମେଟିକ୍ସ ନେବ, ଯେମିତି ବ୍ଲାକ୍ କଲରରେ ମ୍ୟାଥ୍ ଲେଖା ହେଇଛି ସେମିତି ଆଇଟି କମ୍ପ୍ୟୁଟର ସାଇନ୍ସ ବ୍ଲାକ୍ରେ ଅଛି, ଯଦି ମ୍ୟାଥମେଟିକ୍ସ ନେଲା ତାହେଲେ ସେ ଆଇଟି ନେବ। କିନ୍ତୁ ଯଦି ଫିଜିକ୍ସ କେମିଷ୍ଟ୍ରି ସାଙ୍ଗରେ ଜଣେ ବାୟୋଲୋଜି ନେଲା ତାହେଲେ ସିଏ ଆଉ ଆଇଟି ନେଇପାରିବନି, ସେ ବାୟୋଟେକ୍ନୋଲୋଜି ନେବ। ସେମିତି ଯଦି ଫିଜିକ୍ସ କେମିଷ୍ଟ୍ରି ସାଙ୍ଗେ ଜଣେ ଜିଓଲୋଜି ନେଲା ସିଏ ଜିଓଗ୍ରାଫି ନେବ। ସେମିତି ଆର୍ଟ୍ସରେ ବି କଲର ହିସାବରେ ମୁଁ ଲେଖିଛି ଅର୍ରେ, ଏଇଟା ଅର୍ ସେଇଟା। 7 ପ୍ରକାର ରାସ୍ତାରୁ ଫର୍ଷ୍ଟ ରାସ୍ତାଟା ତ ଆମର ପ୍ଲସ୍ ଟୁ ଗଲା, ତ ସେକେଣ୍ଡ ରାସ୍ତାରେ ଯୋଉ ଅଦର୍ସ ଅଛି এইটা স্পেসিফিক কোর্স। বিউটি বা কসমেটোলজি নেলে সে বিউটিশিয়ান বা কসমেটিশিয়ান বনিব, জুয়েলারি ডিজাইনিং নেলে কোর্স পড়িলে সে জুয়েলারি ডিজাইনর বনিব বা ফ্যাশন ডিজাইনর বনিব, ফ্যাশন ডিজাইনিং যদি পড়িব। সেমতি ফটোগ্রাফি এসবু স্পেশাল কোর্স, ইয়া উপরে ବି ସେ 10th ପରେ ସ୍ପେଶାଲ ଡିଗ୍ରୀ କରିପାରିବ। ତାପରେ ଥାର୍ଡ ରାସ୍ତା ଆସୁଛି 10th ପରେ ଜଣେ ପଲିଟେକ୍ନିକ କରିପାରିବ। ପଲିଟେକ୍ନିକ ଯୋଉଟାକି ଆମର ଇଞ୍ଜିନିୟରିଂ ଡିପ୍ଲୋମା କହନ୍ତି, ଯୋଉଟାକି 3 ବର୍ଷର କୋର୍ସ, ସେଇଟା ସିଏ 10th ପରେ ଡାଇରେକ୍ଟ ପଲିଟେକ୍ନିକ କରିପାରିବ, ଯୋଉଥିରେ କି ମେକାନିକାଲ ଇଞ୍ଜିନିୟରିଂ ହଉ ବା କମ୍ପ୍ୟୁଟର ସାଇନ୍ସ ବା ସିଭିଲ ବା ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ ହଉ ବା ଆଇଟି ହଉ, ଅଟୋମୋବାଇଲ ବା ଇଟିସି, ଇଲେକ୍ଟ୍ରୋ ଟେଲିକମ୍ୟୁନିକେସନ ବା ବାୟୋଟେକ୍ନୋଲୋଜି, ଇଲେକ୍ଟ୍ରିକାଲ କେମିକାଲ, ଏରୋନଟିକାଲ, ଏଗ୍ରିକଲଚର, ଆର୍କିଟେକ୍ଚର ବା ଏସବୁ ମାରିନ୍ ଇଞ୍ଜିନିୟରିଂ, ମାଇନିଂ, ଲେଦର, ଟେକ୍ସଟାଇଲ ଏସବୁ ଇଞ୍ଜିନିୟରିଂ ସେ ଡାଇରେକ୍ଟ କରିପାରିବ। ତ ଏଇଟା ଡାଇରେକ୍ଟ ଇଞ୍ଜିନିୟରିଂ ଡିଗ୍ରୀ ଯୋଉଟାକି ଡିପ୍ଲୋମା କହନ୍ତି। ଆଉ ୟା ପାଇଁ ଗୋଟେ ଏଣ୍ଟ୍ରାନ୍ସ ଦେବାକୁ ହୁଏ, ଯୋଉଟାକି ତାର ଅଫିସିଆଲ ୱେବସାଇଟ୍ ହେଉଛି ଏଇଟା dtt.odisha.gov.in। ଏଣ୍ଟ୍ରାନ୍ସ ନୁହେଁ, ଏଇଟା ଗୋଟେ ଏକ୍ସାମ, ଡିପ୍ଲୋମା ଏଣ୍ଟ୍ରାନ୍ସ ଟେଷ୍ଟ। ଏଥିରେ ର୍ୟାଙ୍କ ନେଇକି ଆଡମିସନ ହୁଏ। ଫୋର୍ଥ ରାସ୍ତା ହେଉଛି ଟ୍ରିପଲ୍ ଆଇଟି। ଟ୍ରିପଲ୍ ଆଇଟି ଯୋଉ ଭୁବନେଶ୍ୱରରେ ଅଛି, ସେଥିରେ 6 ବର୍ଷର ଇଣ୍ଟିଗ୍ରେଟେଡ୍ ବିଟେକ୍ ପ୍ରୋଗ୍ରାମ ଅଛି 10th ପରେ। ଏଇଟା ଡାଇରେକ୍ଟ 10th ପରେ କରିବ, ପ୍ଲସ୍ ଟୁ ପରେ କରିକି ଟାଇମ ୱେଷ୍ଟ କରିବା ଦରକାର ନାହିଁ, 10th ପରେ ଡାଇରେକ୍ଟ ଏଟାକୁ କରିହବ। ନେକ୍ସଟ ପଞ୍ଚମ ରାସ୍ତା ହେଉଛି ଆଇଟିଆଇ, ଯୋଉଟାକି ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ କହନ୍ତି, ଯୋଉଟାକି 2 ବର୍ଷର କୋର୍ସ। ସେଥିରେ ଏଇ ସବୁ କୋର୍ସ ଅଛି, ଏ ସବୁ କୋର୍ସ କରିହବ, କିନ୍ତୁ ମେନଲି ମନେ ରଖିବାକୁ ହବ ଆଇଟିଆଇ କରିବାର କ୍ୱାଲିଫିକେସନ ହେଉଛି 10th। ପ୍ଲସ୍ ଟୁ ପରେ କେହି ଆଇଟିଆଇ କରିବା ଦରକାର ନାହିଁ, 2 ବର୍ଷ ୱେଷ୍ଟ କରି ପ୍ଲସ୍ ଟୁରେ ଆଇଟିଆଇ କରିବା କିଛି ଦରକାର ନାହିଁ। ଯଦି ଆଇଟିଆଇ କରିବା କଥା ତାହେଲେ 10th ପରେ ଡାଇରେକ୍ଟ ଆଇଟିଆଇ କରିକି ତାପରେ ଜବ୍ କର। ସିକ୍ସଥ ରାସ୍ତା ହେଉଛି ପାରାମେଡିକାଲ କୋର୍ସ, ଯୋଉଟାକି 3 ବର୍ଷର ଥାଏ। ନର୍ମାଲି ପାରାମେଡିକାଲ କୋର୍ସଟା 12th ପରେ ମାନେ ପ୍ଲସ୍ ଟୁ ପରେ କରାଯାଏ, କିନ୍ତୁ କିଛିଟା ପାରାମେଡିକାଲ କୋର୍ସ ଅଛି ଯୋଉଟାକି 10th ପରେ ବି ଏଲିଜିବଲ ଅଛି। ଡିପ୍ଲୋମା କୋର୍ସ ଯେତିକ ସବୁ 10th ପରେ, ଡିଗ୍ରୀ କୋର୍ସ ସବୁ 12th ପରେ। ତେଣୁ ଏସବୁ ଯଦି ଡିପ୍ଲୋମା କରିବା ପାରାମେଡିକାଲରେ ତାହେଲେ 10th ପରେ। ଆଉ ଯୋଉ ଲାଷ୍ଟ 3ଟା ଅଛି ଯୋଉଟା ହୋମ ହେଲ୍ଥ ଆଉ ଡ୍ୟୁଟି ଆସିଷ୍ଟାଣ୍ଟ ହଉ କି ହାଇଜିନ୍ ଆସିଷ୍ଟାଣ୍ଟ ହଉ, ଏଇଟା ତାର ହେଉଛି 8th ପାସ୍। ତେଣୁ ଏଇ ପାରାମେଡିକାଲ ଯୋଉଟା ଆମେ ମଳମୂତ୍ର ରକ୍ତ ପରୀକ୍ଷା କରୁଛେ ବା ଆମେ ରେଡିଓଲୋଜିଷ୍ଟ ଯୋଉ ଏକ୍ସରେ ଟେକ୍ନିସିଆନ, এইসବୁ ଏଇଟା ବି ଆମେ 10th ପରେ କରିପାରିବା। ଡିପେଣ୍ଡ କରେ କଲେଜ ଉପରେ, 2 to 3 years ଲାଗେ କୋର୍ସ, ଡିପେଣ୍ଡ କରେ କଲେଜ ଉପରେ। ସେଭେନ୍ଥ ରାସ୍ତା ହେଉଛି ସର୍ଟ ଟର୍ମ କୋର୍ସ, ଯୋଉଟାକି କମ୍ପ୍ୟୁଟର ଉପରେ ଅଛି, ଡିଟିପି ହଉ କି ଡିସିଏ ପିଜିଡିସିଏ ହଉ କି ଏମଏସ୍ ଅଫିସ୍ ହଉ ବା ୱେବ୍ ଡିଜାଇନିଂ ଯୋଉଟା ଆମେ ୱେବସାଇଟ୍ ଡିଜାଇନ କରୁଛେ, କି ସାଇବର ସିକ୍ୟୁରିଟି ହଉ, ଆନିମେସନ ଗ୍ରାଫିକ୍ସ, ଏଇଟା ସବୁ କମ୍ପ୍ୟୁଟର ଉପରେ। ଏଥିରେ ଆମେ 10th ପରେ କରିକି ଡାଇରେକ୍ଟ ଜବ୍ କରିପାରିବା, 6 ମାସ କି ବର୍ଷେ କୋର୍ସ କରିକି ଡାଇରେକ୍ଟ ଜବ୍ କରିପାରିବା। ଏଇଟା ଥିଲା 10th ପରର କ୍ୟାରିୟର ଗାଇଡେନ୍ସ। ନେକ୍ସଟ ଭିଡ଼ିଓରେ 12th ପର ବା ଗ୍ରାଜୁଏସନ ପରର ବା ଇଞ୍ଜିନିୟରିଂ ପରର ସେଇ ତାର କ୍ୟାରିୟର ଗାଇଡେନ୍ସ ଭିଡ଼ିଓ ବି ଆସିବ। ଆଉ ପ୍ଲସ୍ ପୁରା ଗୋଟେ ଗୋଟେ ପ୍ରଫେସନ ଆମେ କେମିତି ବନିବା, ଡକ୍ଟର ବନିବାକୁ ହେଲେ କ'ଣ ପଢ଼ିବାକୁ ପଡ଼ିବ, ଇଞ୍ଜିନିୟର ପର୍ଟିକୁଲାର ସଫ୍ଟୱେୟାର ଇଞ୍ଜିନିୟର ବନିବାକୁ କ'ଣ ପଢ଼ିବାକୁ ପଡ଼ିବ, କି ଗୋଟେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବନିବାକୁ କ'ଣ ପଢ଼ିବାକୁ ପଡ଼ିବ, ପୁରା ଡିଟେଲ୍ସରେ ସବୁ ଭିଡ଼ିଓ 1 by 1 ମୁଁ ପୋଷ୍ଟ କରିବି। ନେକ୍ସଟ ଭିଡ଼ିଓରେ ଭେଟିବା, ସେଇ ପର୍ଯ୍ୟନ୍ତ ନମସ୍ତେ, ନମସ୍କାର।